ଯୁଦ୍ଧ ସରିଗଲା 18 ଦିନର ଯୁଦ୍ଧ ମହାଭାରତ ଯୁଦ୍ଧ ସରିଗଲା ସମାପ୍ତି ଦିନ ସରିଗଲା ପରେ ଯୁଦ୍ଧ ସରିଗଲା ପରେ କୃଷ୍ଣ ଏବଂ ଯୋଗେଶ୍ୱର କୃଷ୍ଣ ଏବଂ ପାର୍ଥ ଅର୍ଥ ଅର୍ଜୁନ ଦୁଇ ଜଣ ଯୁଦ୍ଧ କ୍ଷେତ୍ରରେ ବୁଲୁଛନ୍ତି ରକ୍ତର ନଦୀ ବହୁଛି କେତେ ଶବ ପଡ଼ିଛନ୍ତି ଅଶ୍ଵ ଗଜ ମଣିଷର ମୁଣ୍ଡ ପଡ଼ିଛି ମଣିଷର ଗଣ୍ଡି ପଡ଼ିଛି ରକ୍ତ ବହୁଛି କେତେ ଅସ୍ତ୍ର ପଡ଼ିଛି କେତେ ଶସ୍ତ୍ର ପଡ଼ିଛି କଣ ବୁଝୁଛନ୍ତି ହଜାର ହଜାର ରକ୍ତର ନଦୀ ବହୁଛି ଅର୍ଜୁନ କଣ ଭାବୁଛି ଏ ସବୁକୁ ମାରିବା ଲୋକ ମୋ ଗାଣ୍ଡିବ ଧନୁରେ ମୁଁ ସମସ୍ତଙ୍କୁ ମାରିଛି କଣ ବୁଝିପାରୁଛନ୍ତି ନା ଯୋଗେଶ୍ୱର କୃଷ୍ଣ ସଖା ହେଲେ ବି ଗୁରୁ ନା ଦେଖିଲେ ଅର୍ଜୁନର ମୁହଁରେ ଛଟା କଣ ଦେଖିଲେ ଅହଙ୍କାରର ଛଟା କହିଲେ ଅର୍ଜୁନ କହିଲେ କଣ ଆଜ୍ଞା ସଖା କୁହନ୍ତୁ କହିଲେ ଯୋଉ ଘଣ୍ଟି ପଡିଛି ଘଣ୍ଟି ବୁଝୁଛନ୍ତି ନା ମନ୍ଦିରରେ ଯୋଉ ଘଣ୍ଟି ବାଜେନେ ବଡ ଘଣ୍ଟି ତା ପୂର୍ବଟା କହିଦଉଛି ମାନେ କେହି କରିନାହାନ୍ତି ଏ ସ୍ୱତଃ ବୁଝିପାରୁଛନ୍ତି ନା କୃଷ୍ଣ ଏ କଥା ଜାଣିଛନ୍ତି ବା କୃଷ୍ଣ ଲକ୍ଷ୍ୟ କରିଛନ୍ତି ଯୋଗେଶ୍ୱର କୃଷ୍ଣ ଲକ୍ଷ୍ୟ କରିଛନ୍ତି କହିଲେ ଅର୍ଜୁନ ଏ ଘଣ୍ଟିଟାକୁ ଉଠେଇ ଦେଲେ ଯୋଉ ଘଣ୍ଟିଟା ଢାଙ୍କି ହେଇନଥିଲା ଘଣ୍ଟାକୁ ଉଠେଇ ଦିଅ